ବିଜୁଙ୍କର ଯେତେବେଳେ ଦେହାନ୍ତ ହେଲା ମୋର ମନେ ଅଛି, ରେୟାରଲି ଇଟ୍ ହାପନ୍ସ। ସ୍ୱର୍ଗ ଦ୍ୱାରରେ ସବୁ ପାର୍ଟିର ନ୍ୟାସନାଲ ଲିଡର ସେମାନେ ଆସିଥିଲେ। ବାଜପେୟୀ ଆଡଭାନୀଙ୍କଠୁ ଆରମ୍ଭ କରି ଦେବଗୌଡ଼ା ଚନ୍ଦ୍ରଶେଖର, ସେଦିନ ମୁଁ ଥିଲି ସେଠି ସ୍ୱର୍ଗ ଦ୍ୱାରରେ। ତାଙ୍କର ଶବ ପହଞ୍ଚିଲା ପରଠାରୁ ରାତି 2ଟା ପର୍ଯ୍ୟନ୍ତ କୌଣସି ଭାରତବର୍ଷର କୌଣସି ନେତା ନଥିଲେ ଯେ କିଛି ଆସିନଥିଲେ। ସେ ଏରିଆଟାକୁ ସେ ଆମେ ରେଷ୍ଟ୍ରିକ୍ଟେଡ୍ ଏରିଆ କରିଥିଲୁ। ତା ଭିତରେ ଆମେ 5-6 ଜଣ ଥିଲୁ ମାତ୍ର, ବାକି ସବୁ ବାହାରେ ରହୁଥିଲୁ, କାରଣ କ୍ରାଉଡଟା ବହୁତ ଥିଲା। ସିକ୍ୟୁରିଟି ଦୃଷ୍ଟିରୁ ସେଠି ସମସ୍ତଙ୍କୁ ବାହାରେ ରଖାଯାଇଥିଲା। ସବୁ ନ୍ୟାସନାଲ ଲିଡର୍ସ ଆସି ତାଙ୍କର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜୁଙ୍କୁ ସେତିକି ସମ୍ମାନ କରୁଥିଲେ ଭାରତବର୍ଷର ସବୁ ଦଳର ନେତାମାନେ। ତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ଯଥେଷ୍ଟ ଆଘାତ ଦେଇଛି। ସେ ତୁରନ୍ତ ଅନ୍ୟ କୌଣସି ଘଟଣାକୁ ନ ଯାଇକରି ଅନକଣ୍ଡିସନାଲ ଆପୋଲୋଜି ମାଗିକରି ଘଟଣାର ପୂର୍ଣ୍ଣଚ୍ଛେଦ ପକାନ୍ତୁ।